ओम शांति। आज साकार महावाक्य 10/6/2025। मधुर संतान माने तुम मानंको श्रीमत आधारे समस्त को सुख देवाको हेब। निजे श्रेष्ठ होगा सहित अन्य मानंको श्रेष्ठ कराइबा पाई ही तुमको बाबांकर श्रेष्ठ मत मिलुछि। प्रश्न, दयालु संतान मानंक हृदय रे केउ उत्साहर लहरी उठी थाए सेमानंको कौन करिबा उचित? उत्तर, जो माने दयालु संतान सेमानंकर इच्छा हुए जे आमे गाँ गाँ को जाई सेवा करिबो। आजिकाली बिचरा मनुष्य माने बहुत दुखी होई जाइछन्ति। सेमानंक पाखकु जाई तांको खुशी खबर सुनाइबु जे विश्वरे पवित्रता, सुख एवं शांतिर दैवी स्वराज्य स्थापना हेउछि। ଏହା ସେହି ମହାଭାରତ ଲଢ଼ାଇ ଅଟେ। ନିଶ୍ଚିତ ସେହି ସମୟରେ ମଧ୍ୟ ବାବା ଥିଲେ, ଏବେ ମଧ୍ୟ ବାବା ଆସିଛନ୍ତି। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ସର୍ବଦା ଏହି ନିଶ୍ଚୟ ରହୁଛି ଆମେ ଈଶ୍ୱରୀୟ ସନ୍ତାନ। ଆମକୁ ଶ୍ରେଷ୍ଠ ମତରେ ଚାଲିବାକୁ ହେବ, କାହାକୁ ବି ଦୁଃଖ ଦେବାର ନାହିଁ, ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ। 2 ନମ୍ବର, ସୁପୁତ୍ର ସନ୍ତାନ ହୋଇ ବାବାଙ୍କ ଉପରେ ସମର୍ପଣ ହେବାକୁ ପଡ଼ିବ। ବାବାଙ୍କର ପ୍ରତ୍ୟେକ କାମନାକୁ ପୂରଣ କରିବାକୁ ହେବ। ଯେପରି ବାପଦାଦା ନମ୍ର ଏବଂ ନିରହଙ୍କାରୀ ଅଟନ୍ତି, ସେହିପରି ବାବାଙ୍କ ସମାନ ହେବାକୁ ପଡ଼ିବ। ବରଦାନ, ସ୍ୱଉନ୍ନତି ଦ୍ୱାରା ସେବାରେ ଉନ୍ନତି କରୁଥିବା ସଦା ସଚ୍ଚା ସେବାଧାରୀ ହୁଅ। ସ୍ୱଉନ୍ନତି ସେବାରେ ଉନ୍ନତିର ବିଶେଷ ଆଧାର ଅଟେ। ଯଦି ସ୍ୱଉନ୍ନତି କମ୍ ଅଛି ତେବେ ସେବା ମଧ୍ୟ କମ୍ ହେବ। କେବଳ କାହାକୁ ମୁଖ ଦ୍ୱାରା ପରିଚୟ ଦେବା ହିଁ ସେବା ଅଟେ ତାହା ନୁହେଁ, କିନ୍ତୁ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ଶ୍ରେଷ୍ଠ କର୍ମ କରିବାର ପ୍ରେରଣା ଦେବା ମଧ୍ୟ ସେବା ଅଟେ। ଯେଉଁମାନେ ମନ ବଚନ କର୍ମରେ ସର୍ବଦା ସେବାରେ ତତ୍ପର ରହିଥାନ୍ତି, ସେମାନଙ୍କୁ ସେବା ଦ୍ୱାରା ଶ୍ରେଷ୍ଠ ଭାଗ୍ୟର ଅନୁଭବ ହୋଇଥାଏ। ଯେତିକି ସେବା କରିଥାନ୍ତି ସେତିକି ନିଜେ ମଧ୍ୟ ଆଗକୁ ବଢ଼ିଥାନ୍ତି। ନିଜର ଶ୍ରେଷ୍ଠ କର୍ମ ଦ୍ୱାରା ସେବା କରୁଥିବା ଆତ୍ମାମାନେ ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରି ଚାଲିଥାନ୍ତି। ସ୍ଲୋଗାନ, ବାବାଙ୍କର ନିକଟତର ହେବା ପାଇଁ ହେଲେ ଭାବିବା, କହିବା ଏବଂ କରିବାକୁ ସମାନ କର। ଅବ୍ୟକ୍ତ ଇଶାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଏକାଗ୍ରତାର ଆଧାର ଅନ୍ତର୍ମୁଖତା ଅଟେ। ଅନ୍ତର୍ମୁଖତାରେ ରହିବା ଦ୍ୱାରା ସୂକ୍ଷ୍ମ ଶକ୍ତିର ଲୀଳାଗୁଡ଼ିକୁ ଅନୁଭବ କରିପାରିବ। ଆତ୍ମିକ ସ୍ଥିତିରେ ରହି ଆତ୍ମାମାନଙ୍କୁ ଆବାହନ କରିବା, ଆତ୍ମାମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରିବା, ଆତ୍ମାମାନଙ୍କର ସ୍ୱଭାବ ସଂସ୍କାରକୁ ପରିବର୍ତ୍ତନ କରିବା, ଆତ୍ମାମାନଙ୍କର ସମ୍ବନ୍ଧ ବାବାଙ୍କ ସହିତ ଯୋଡ଼ିବା, ଏହିଭଳି ଆତ୍ମିକ ଲୀଳା ବା କାର୍ଯ୍ୟକଳାପର ଅନୁଭବ ହୋଇ ଚାଲିବ। ଓମ୍ ଶାନ୍ତି।